ପ୍ରତିକ୍ଷଣ ଆମେ ଯାହା ଭାବିଥାଉ ସେସବୁର ସଂକଳ୍ପ ଆମ ଶରୀରର ପ୍ରତ୍ୟେକ ଅଙ୍ଗ ଉପରେ ତା'ର ପ୍ରଭାବ ପଡ଼ିଥାଏ। ଯଦି ଆମେ ମୁଣ୍ଡରେ ସବୁବେଳେ ଦୁଶ୍ଚିନ୍ତା, ଦୁଃଖ କଥା, ଚିନ୍ତା ଆଦି ପୁରାଇ ରଖିବା, ତେବେ ଏସବୁ ଆମକୁ ଧୀରେ ଧୀରେ ରୋଗିଣା କରିଦେଇଥାଏ। ଆଉ ଆମେ ଡାକ୍ତରଙ୍କୁ ଦେଖାଇଲେ ଡାକ୍ତର କହିଥାନ୍ତି ଯେ ତୁମର ଲାଇଫଷ୍ଟାଇଲ୍ ଠିକ୍ କର, ତୁମର ଜୀବନଶୈଳୀକୁ ପରିବର୍ତ୍ତନ କର। ଆଉ ଆମେ ଜୀବନଶୈଳୀରେ କ'ଣ ପରିବର୍ତ୍ତନ ଆଣୁ? ଖାଇବା, ପିଇବା, ଶୋଇବା, ବ୍ୟାୟାମ କରିବା ଇତ୍ୟାଦି କରିଥାଉ। କିନ୍ତୁ ଯାହା ଆମର ପ୍ରକୃତ ଜୀବନଶୈଳୀ ଅର୍ଥାତ୍ ଆମର ଭାବିବାର ତରିକା, କଥା କହିବାର ଶୈଳୀ, ବ୍ୟବହାର କରିବାର ଶୈଳୀ, ଏସବୁକୁ ଆମେ କେବେ ହେଲେ ପରିବର୍ତ୍ତନ କରିନଥାଉ। ସମସ୍ତେ ନିରୋଗୀ ହେବାକୁ ଚାହାନ୍ତି, ସମସ୍ତଙ୍କ ପରିବାର ମଧ୍ୟ ନିରୋଗୀ ରୁହନ୍ତୁ ବୋଲି ସମସ୍ତେ ଚାହିଁଥାନ୍ତି। କାହିଁକିନା ପରିବାରର କେହି ରୋଗରେ ପଡ଼ିଲେ ତାଙ୍କ ପାଇଁ ଆମେ ମଧ୍ୟ ପ୍ରଭାବିତ ହୋଇଥାଉ। ଠିକ୍ ସେମିତି ପରିବାରର ମଙ୍ଗଳ ପାଇଁ ଆମକୁ ମଧ୍ୟ ନଇଁବାକୁ ପଡ଼ିଥାଏ। କୌଣସି କଥା କଟାକଟି ହେଲେ, ମନ ଅଶାନ୍ତ ହେଲେ, କେହି ଯଦି ଜଣେ ନଇଁଯାଏ ତେବେ ଘରର କଳହ ମଧ୍ୟ ଦୂର ହୋଇଯାଏ। କିନ୍ତୁ ସେହି ସମୟରେ ସମସ୍ତେ କୁହନ୍ତି ଯେ ମୁଁ କାହିଁକି ଚୁପ୍ ରହିବି, ମୁଁ କାହିଁକି ନଇଁବି, ମୁଁ କାହିଁକି ସବୁ କଥା ସହିବି। ଏପରି କରିବା ଦ୍ୱାରା ଆପଣ ନିଜର ତଥା ନିଜ ପରିବାରର ପରିବେଶକୁ ମଧ୍ୟ ଆହୁରି ଖରାପ କରିଦେଇଥାନ୍ତି। ଘର ପରିବାରରେ ବ୍ୟବହାରର ପରିବର୍ତ୍ତନ ଆଣିବା ନିହାତି ଦରକାର, ନହେଲେ ଏହାଦ୍ୱାରା ହିଁ ସବୁ ରୋଗ ସୃଷ୍ଟି ହୋଇଥାଏ। ଆଉ ସେ ରୋଗର କାରଣ କେବଳ ଆମର ଅହଙ୍କାର, ଟେନସନ୍। କ'ଣ ଆପଣଙ୍କର ମୋବାଇଲ କିମ୍ବା ଗାଡ଼ି ଯଦି ଭାଙ୍ଗି ଯାଇଛି, କ'ଣ ଆପଣ ସେଥିପାଇଁ ହସିପାରିବେ କି? ନା, ହସିପାରିବେ ନାହିଁ, କାହିଁକିନା ଆପଣଙ୍କର କ୍ଷତି ହୋଇଛି। କିନ୍ତୁ ମୁଁ କହୁଛି ଯେ ଏଭଳି ପରିସ୍ଥିତିରେ ମଧ୍ୟ ଆପଣ ହସିବା ଆବଶ୍ୟକ। କାହିଁକିନା ଗାଡ଼ି ଯଦି ଭାଙ୍ଗିଗଲା, ପଇସା ଦେଲେ ଗ୍ୟାରେଜରେ ତା'ର ରିପେୟାରିଂ ହୋଇଯିବ। କିନ୍ତୁ ମନ ଦୁଃଖ କଲେ କେବଳ ନିଜ ଶରୀର ପାଇଁ କ୍ଷତି। ପୁରା ଗାଡ଼ି ଯଦି ଭାଙ୍ଗିକି ରୁଣ୍ଡ ହୋଇଗଲେ ମଧ୍ୟ ଆମେ ହସିବା ଉଚିତ, କାହିଁକିନା ଆମେ ତ ଠିକ୍ ଅଛେ ନା। ସେଥିପାଇଁ ଟେନସନ୍ ନେଲେ ଆମ ମୁଣ୍ଡରେ ଆମ ଶରୀରରେ ମଧ୍ୟ ପ୍ରେସର ପଡ଼ିଥାଏ। ତେଣୁ ପ୍ରଥମ କଥା, ଯଦି ମୋର କିଛି କ୍ଷତି ହୋଇଥାଏ, ଲସ୍ ହୋଇଯାଏ, ତେବେ ମୁଁ ସ୍ଥିର ରହିବି, ଶାନ୍ତ ରହିବି। ଯଦି ମୋ ସହିତ କିଏ ଖରାପ ବ୍ୟବହାର କରେ, କ'ଣ ମୁଁ ତାଙ୍କ ସହିତ ଭଲ ବ୍ୟବହାର କରିପାରିବି କି? ଧରନ୍ତୁ ଆପଣ କାହାକୁ ଭଲ ଭାବରେ ଜାଣିଛନ୍ତି, କିନ୍ତୁ ସେ ଗୋଟିଏ ସ୍ଥାନରେ ଆପଣଙ୍କୁ ଦେଖି ନ ଦେଖିଲା ପରି ଚାଲିଗଲେ, ଆପଣଙ୍କୁ ଇଗ୍ନୋର କଲେ। ଆଉ ଆପଣ ତାଙ୍କ ପାଖକୁ କଥା ହେବା ଇଚ୍ଛା ନେଇ ଯାଇଥିଲେ, କିନ୍ତୁ ସେ ସେପଟକୁ ମୁହଁ ବୁଲେଇ ଦେଲେ। କ'ଣ ଆପଣ ତାଙ୍କ ସହିତ ପରେ ପ୍ରେମରେ ସମ୍ମାନ ଦେଇ କଥାବାର୍ତ୍ତା କରିପାରିବେ? ଆପଣ କହିବେ ଯେ ସେ ତ ମୋତେ ଦେଖି ନ ଦେଖିଲା ପରି ମୁହଁ ବୁଲେଇ ଦେଲା, ମୁଁ କାହିଁକି ଯାଚି ହୋଇ ତା ସହିତ କଥା ହେବି, ମୋତେ କିଛି ଫରକ ପଡ଼ୁନି। ତେଣୁ ଏସବୁ ଏକ ଅହଙ୍କାର ଅଟେ, ଆଉ ଏ ଅହଙ୍କାର ଆମକୁ ନଇଁବାକୁ ଦେଇନଥାଏ। ତେଣୁ ଯେତେ ଆମର ମନ ନଇଁ ନଥାଏ, ସେତେବେଳେ ଆମ ଶରୀର ମଧ୍ୟ ନଇଁବାକୁ କୁଣ୍ଠାବୋଧ କରିଥାଏ। ସେଥିପାଇଁ ନଇଁଯିବା ଶରୀର ପାଇଁ ବହୁତ ଫାଇଦା ହୋଇଥାଏ। ଶରୀରକୁ ନୁଆଇଲେ ଲାଭ, ଆଉ ମନକୁ ନୁଆଇଲେ ମଧ୍ୟ ଲାଭ ହୋଇଥାଏ। ଆମେ ଯେତେ ନଇଁବା ଆମ ପାଇଁ ସେତେ ଫାଇଦା ହେବ, ଶରୀର ଆଉ ମନ ସୁସ୍ଥ ରହିବ। କିନ୍ତୁ ମନେ ରଖନ୍ତୁ, ସବୁଠାରୁ ଅଧିକ ଆପଣଙ୍କର ମନକୁ ନୁଆଇଁ ଦିଅ। ମନକୁ ଯେତେ ନୁଆଇବେ ଆପଣଙ୍କର ଶରୀର ସେତେ ସୁସ୍ଥ ରହିବ। ଆପଣ କହିବେ ଯେ ମନକୁ ନୁଆଇଁ ଦେଲେ ଶରୀର କିପରି ସୁସ୍ଥ ରହିବ? ଦେଖନ୍ତୁ, ଗୋଟିଏ କଥା ହେଉଛି ଯେ ଯିଏ ସୁସ୍ଥ ଥାଏ ସେ ହିଁ ତାର ମୁଣ୍ଡକୁ ନୁଆଇ ପାରିଥାଏ, ତାର ଶରୀରକୁ ନୁଆଇ ପାରିଥାଏ। ଯଦି ଆପଣ ନିଜକୁ ସୁସ୍ଥ ବୋଲି ଭାବୁଛନ୍ତି, ତେବେ ଆପଣ ହିଁ ନଇଁଯାଆନ୍ତୁ। ଥରେ ନୁହେଁ, ଦୁଇଥର ନୁହଁ, ବାରମ୍ବାର ନୁହନ୍ତୁ, କାହିଁକିନା ଆପଣ ସୁସ୍ଥ ଅଟନ୍ତି। ଯେଉଁମାନେ ଅସୁସ୍ଥ ବ୍ୟକ୍ତି ସେମାନେ ନଇଁ ପାରନ୍ତିନି। ସେମାନେ କୁହନ୍ତି ଯେ ମୋ ଦେହ ଭଲ ନାହିଁ। ତେଣୁ ହୋଇପାରେ ଯେ ଆପଣଙ୍କ ସାମ୍ନାରେ ଥିବା ଲୋକଟି ଅସୁସ୍ଥ ଥାଇପାରେ, ସେଥିପାଇଁ ସେ ନଇଁ ପାରୁନି। ଆଉ ଯିଏ ନଇଁ ପାରୁନି, ତ ଜାଣି ନିଅନ୍ତୁ ସେ ରୋଗୀ ଅଟେ, ତାର ଶରୀର ସୁସ୍ଥ ନାହିଁ, ସେ ଫିଟ୍ ନାହିଁ। ଯଦି ସାମ୍ନାବାଲା ଖରାପ ବ୍ୟବହାର କରୁଛି, ତେବେ ଏହା ଜାଣି ନିଅନ୍ତୁ ଯେ ତାର ମନ ଡିଷ୍ଟର୍ବ କାରଣରୁ ଏମିତି କରୁଥାଇପାରେ। ସେ କୌଣସି କାରଣରୁ ଅଧୈର୍ଯ୍ୟ ହୋଇପଡ଼ିଛି। ତେବେ ତା ପାଇଁ ଆମେ କାହିଁକି ଅଧୈର୍ଯ୍ୟ ହେବା, ଆମେ କାହିଁକି ଅସ୍ଥିର ହେବା? ଆମେ ଯଦି ତାର କଥାକୁ ଆମ ମୁଣ୍ଡରେ ଧରି ରଖିବା, ତେବେ ଆମେ ମଧ୍ୟ ଡିଷ୍ଟର୍ବ ହୋଇଯିବା। ଯଦି ସାମ୍ନାବାଲା ଠିକ୍ ନାହିଁ, ତେବେ ଆମେ ଡିଷ୍ଟର୍ବ ହୋଇଯିବା କି? ଏହା କେତେ ଦୂର ଠିକ୍? ଆମେ ଡିଷ୍ଟର୍ବ ହେବା ଅର୍ଥ ସାମ୍ନାବାଲା ସହିତ ଆମର ମଧ୍ୟ ସମାନ ହୋଇଗଲେ। କିନ୍ତୁ ଆମେ ଯେତେବେଳେ ବିଚାର କରିବା ଯେ ଆରେ ସେ ଲୋକର ତ ମାନସିକ ସ୍ଥିତି ଠିକ୍ ନାହିଁ, ସେଥିପାଇଁ ସେ ଏମିତି ହେଉଛି, କିନ୍ତୁ ମୁଁ ତ ବିଲକୁଲ ଠିକ୍ ଅଛି ନା, ମୁଁ ତ ସମ୍ମାନ ସହିତ ପ୍ରେମର ସହିତ କଥାବାର୍ତ୍ତା କରିପାରିବି ନା। ତେଣୁ ସେତେବେଳେ ନିଶ୍ଚୟ ଭାବେ ଆମେ ଏକ ଉଚ୍ଚ ସ୍ତର ବୋଲି ଜାଣିପାରିବା। ଦେଖନ୍ତୁ, ଆପଣ ଥରେ ବିଚାର କରନ୍ତୁ, ଆପଣଙ୍କ ସହିତ ଯିଏ ଯେମିତି ବ୍ୟବହାର କରୁଛି, ଆପଣଙ୍କୁ ଯେମିତି ସମ୍ମାନ କରୁଛି, ତାହା ତାର ସଂସ୍କାର ଅଟେ, କାହିଁକିନା ସେ ସେୟା ଶିଖିଛି। ଆମେ ଅନ୍ୟକୁ କେମିତି ବ୍ୟବହାର କରିବା, କେମିତି ସମ୍ମାନ କରିବା, ସେଟା ଆମର ସଂସ୍କାର ଅଟେ। ଆମର ବାପା ମା' ଆମକୁ ଗୁରୁ ଯାହା ଶିଖେଇଛନ୍ତି, ଆମେ ସେଇ ଭଲ ବ୍ୟବହାର, ସେଇ ଭଲ ସମ୍ମାନ କରିବା।
ତେଣୁ ଆମେ କହିବା ଯେ ସାମ୍ନାବାଲା ବ୍ୟକ୍ତି ତ ଏମିତି କରୁଛି, ଆମେ କାହିଁକି ଏମିତି କରିବା। ମନେ ରଖନ୍ତୁ, ଆମ ସାମ୍ନାରେ ଯିଏ ଅଛି ସିଏ ଯେମିତି ଥାଉ, ଆମେ ପ୍ରଥମେ ବଦଳିବା। ଭଲ ବ୍ୟବହାର, ଭଲ ସମ୍ମାନ ଆମେ ଆମ ଆଡ଼ୁ ଦେଖାଇବା। ଆଉ ଆମକୁ ଦେଖି ସାମ୍ନାବାଲା ମଧ୍ୟ ଧୀରେ ଧୀରେ ଜାଣିପାରିବ, ଆଉ ସେ ମଧ୍ୟ ବଦଳାଇବାକୁ ଚେଷ୍ଟା କରିବ। ସେ ନିଶ୍ଚୟ ଭାବିବ ଯେ ମୁଁ ତାକୁ ଏତେ ଖରାପ କରି କହିଲି, ଏତେ ଖରାପ ବ୍ୟବହାର କଲି, ଖରାପ ଅସମ୍ମାନ କଲି, କିନ୍ତୁ ସେ ଲୋକଟି ମୋତେ କେବେ ହେଲେ ଅସମ୍ମାନ କରୁନାହିଁ, କେବେ ହେଲେ ଖରାପ ବ୍ୟବହାର କରୁନାହିଁ। ତେଣୁ ସେ ବି ବାଧ୍ୟ ହୋଇ ଚୁପ୍ ରହିବ, ଆଉ ସେ ଆପଣଙ୍କ ଠାରୁ ନିଶ୍ଚୟ ଶିଖିବ। ଆମର ସଂସ୍କାର ହେଉଛି ଶାନ୍ତ ରହିବା, ପ୍ରେମପୂର୍ବକ କଥା କହିବା, ଅନ୍ୟକୁ ସମ୍ମାନ କରିବା, ଧୈର୍ଯ୍ୟ ରଖିବା। ତେଣୁ ଯଦି ଆପଣଙ୍କର ସମାଜରେ, ପରିବେଶରେ ଯଦି କେହି ଆପଣଙ୍କୁ ଏମିତି ଖରାପ ଲାଗିଲା ପରି ବ୍ୟବହାର କରିଥାଏ କିମ୍ବା କୌଣସି କଥା କହିଥାଏ, ଆପଣ ମନେ ରଖନ୍ତୁ ଯେ ମୁଁ କେବେ ହେଲେ ମୋର ସଂସ୍କାରକୁ ଭୁଲିବେ ନାହିଁ। ଆଉ ଯେତେବେଳେ ଆପଣ ଆପଣଙ୍କ ସଂସ୍କାରକୁ ପାଳନ କରିବେ, ଏହାର ଅର୍ଥ ଏହା ହେବ ଯେ ଆପଣ ଆପଣଙ୍କର ଖୁସିକୁ ନିଶ୍ଚୟ ଭାବେ ବଢ଼ାଉଛନ୍ତି। ସିଏ କହିଦେଲା, ତାର କଥା ଧରିକି ଆପଣ କାହିଁକି ଆପଣଙ୍କ ମନ ଦୁଃଖ କରିବେ। ସିଏ ଯଦି ଖରାପ ବ୍ୟବହାର କଲା, ସେ ଯଦି ଖରାପ କଥା କହିଲା, ସେ ତା ନିଜ ପାଇଁ କହିଛି, ସେ ଆପଣଙ୍କ ପାଇଁ କହିନି। ତେଣୁ ଆପଣଙ୍କର କାମ ହେଲା ଯେ ତା କଥାକୁ ଏତେ ଧ୍ୟାନ ଦିଅନ୍ତୁ ନାହିଁ, ତାର ଖରାପ କଥାକୁ ଧରନ୍ତୁ ନାହିଁ। ଆପଣ ଅନ୍ୟର କଥାକୁ କେବେ ହେଲେ ଆପଣଙ୍କ ମୁଣ୍ଡରେ ରଖନ୍ତୁ ନାହିଁ। ଯେତେ ଅନ୍ୟର କଥା ଗୁଡ଼ିକ ମୁଣ୍ଡରେ ରଖିବେ, ଆପଣଙ୍କର ମୁଣ୍ଡ ଧୀରେ ଧୀରେ ଭାରି ହୋଇଯିବ, ଆଉ ତାର ପ୍ରଭାବ ଧୀରେ ଧୀରେ ଆପଣଙ୍କର ଶରୀର, ଆପଣଙ୍କର ମନ ଉପରେ ମଧ୍ୟ ପଡ଼ିବ। ଆପଣ ଯେତେ ଭଲ ବ୍ୟବହାର ଦେଖାଇବେ, ଆପଣ ଯେତେ ଶାନ୍ତ ରହିବେ, ତାର ପ୍ରଭାବ ଆପଣଙ୍କ ଶରୀର ଉପରେ ନିଶ୍ଚୟ ପଡ଼ିବ। ତେଣୁ ତାର ପ୍ରଭାବ ମଧ୍ୟ ଆପଣଙ୍କ ପରିବାରକୁ ଶାନ୍ତି ଦେବ, ଆଉ ଆପଣଙ୍କର ସାମ୍ନାବାଲା ମଧ୍ୟ ନିଶ୍ଚୟ ଆପଣଙ୍କ ଦ୍ୱାରା ପ୍ରଭାବିତ ହେବ। ଏହାକୁ ଦିନେ 2 ଦିନ ନୁହେଁ, ଲଗାତାର କରନ୍ତୁ। ଦେଖିବେ କିଛି ଦିନ ପରେ ଆପଣ ନିଜକୁ କହିବେ ଯେ କ'ଣ ସତରେ ମୋ ଭିତରେ ଏତେ ଶକ୍ତି ଅଛି। ଆଉ ଏମିତି ସଂସ୍କାର, ବ୍ୟବହାର, ସମ୍ମାନ ଆପଣ ପ୍ରତ୍ୟେକ ବ୍ୟକ୍ତିଙ୍କ ସହିତ କରିପାରିବେ, ଆଉ ଏହାଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ ଦ୍ୱାରା ନିଶ୍ଚୟ ପ୍ରଭାବିତ ହେବ। ସବୁବେଳେ ଗୋଟିଏ କଥା ମନେ ରଖନ୍ତୁ, ଯେତେବେଳେ ସାମ୍ନାବାଲା ଠିକ୍ରେ ବ୍ୟବହାର କରିନଥାଏ, ଠିକ୍ରେ କଥାବାର୍ତ୍ତା କରିନଥାଏ, ତେବେ ଜାଣି ନିଅନ୍ତୁ ଯେ ସେହି ସମୟ ପାଇଁ ହେଉ କିମ୍ବା ଭାବନାତ୍ମକ ରୂପେ ସେ ଅସୁସ୍ଥ ହୋଇଛି। ଆପଣମାନଙ୍କୁ ଗୋଟିଏ ଘଟଣା କହୁଛି। ଗୋଟିଏ ଥର ଜଣେ ଆଧ୍ୟାତ୍ମିକ ଗୁରୁ ଗୋଟିଏ ହସ୍ପିଟାଲରେ ପ୍ରବଚନ ପ୍ରୋଗ୍ରାମ କଲେ। ସେ ହସ୍ପିଟାଲରେ ଜଣେ ନର୍ସଙ୍କୁ ପଚାରିଲେ ଯେ ଆପଣଙ୍କ ଜୀବନରେ ଟେନସନ, ଏ ଦୁଃଖର କାରଣ କ'ଣ? ଆଶ୍ଚର୍ଯ୍ୟର କଥା ଏହା ଯେ ନର୍ସ ଏହା କହିଲେ ନାହିଁ ଯେ ଆମେ ରାତି ସାରା ଅନିଦ୍ରା ହୋଇ କାମ କରୁଛୁ କିମ୍ବା କାମ କରି ବିରକ୍ତ ଲାଗୁଛି, ସେଥିପାଇଁ ଦୁଃଖ ଲାଗୁଛି, ସେଥିପାଇଁ ଟେନସନ ହେଉଛି। ସେ ଏହା କହିଲେ ନାହିଁ। ବରଂ ସେ କହିଲେ ଯେ ଯେତେବେଳେ ଡାକ୍ତର ଆମ ଉପରେ ରାଗି ପାଟି କରୁଛନ୍ତି ନା, ଆମକୁ ସେତେବେଳେ ଖରାପ ଲାଗୁଛି, ଆଉ ସେତେବେଳେ ଦୁଃଖ ଲାଗୁଛି। ତେଣୁ ଆଧ୍ୟାତ୍ମିକ ଗୁରୁ ପଚାରିଲେ ଯେ ଆଚ୍ଛା, ତୁମକୁ ତ ବେଳେବେଳେ ପେସେଣ୍ଟ ମାନେ ମଧ୍ୟ ପାଟି କରନ୍ତି, କ'ଣ ସେତେବେଳେ ତୁମକୁ ଦୁଃଖ ହେଉନି, ସେତେବେଳେ ତୁମକୁ ଖରାପ ଲାଗୁନି? ନର୍ସ କହିଲେ ନା ନା, ସେମାନଙ୍କର କଥା ଆମକୁ ବିଲକୁଲ ଖରାପ ଲାଗୁନି, କାହିଁକିନା ସେମାନେ ତ ରୋଗୀ ଅଟନ୍ତି, ସେମାନଙ୍କର ମାନସିକ ସ୍ଥିତି ଭଲ ନଥାଇପାରେ, କାହିଁକିନା ସେମାନେ ଅସୁସ୍ଥ। ତେଣୁ ସେମାନେ ଯାହା କହିଲେ ଆମେ ରାଗୁନାହୁଁ। ପୁଣି ଗୁରୁ ପଚାରିଲେ ଆଚ୍ଛା, ତେବେ ଡାକ୍ତର ତୁମ ଉପରେ ରାଗୁଛନ୍ତି, ପାଟି କରୁଛନ୍ତି, ମାନେ ସେ ମଧ୍ୟ ରୋଗୀ ଅଟନ୍ତି, ହୋଇପାରେ ତାଙ୍କ ଦେହ ମଧ୍ୟ ଅସୁସ୍ଥ ଥାଇପାରେ। ଏ କଥା ଶୁଣି ନର୍ସ କହିଲେ ନା ନା, ସେ ତ ଅସୁସ୍ଥ ନାହାନ୍ତି, ସେ ତ ଠିକ୍ ଅଛନ୍ତି, ସେ ତ ରୋଗୀ ଦେଖୁଛନ୍ତି, ଅପରେସନ କରୁଛନ୍ତି, ବିଲକୁଲ ଠିକ୍ ଅଛନ୍ତି। ଗୁରୁ କହିଲେ ଯେ ନାଇଁ ନାଇଁ, ସେ ତାଙ୍କର ମନ ଭିତରୁ ରୋଗୀ ଅଟନ୍ତି, ମନ ଭିତରୁ ଅସୁସ୍ଥ ଅଟନ୍ତି। ସେ କିଛି ସମୟ ପାଇଁ ଖୁସି ନାହାନ୍ତି, ଆଉ ଯେଉଁ ସମୟ ପାଇଁ ଖୁସି ନାହାନ୍ତି ବା ଯେଉଁ ସମୟ ପାଇଁ ଅସୁସ୍ଥ ଅଛନ୍ତି, ସେ ସେହି ସମୟରେ ତୁମ ଉପରେ ରାଗୁଛନ୍ତି, ଆଉ ସେ ଅସୁସ୍ଥ ଅଛନ୍ତି ବୋଲି ହିଁ ତୁମ ଉପରେ ରାଗୁଛନ୍ତି। ଯିଏ ସୁସ୍ଥ ଥିବ ସେ କେବେ ହେଲେ ରାଗିବ ନାହିଁ, ଆଉ ଯାହାର ମନ ଅସୁସ୍ଥ ତାର ଶରୀର ମଧ୍ୟ ଅସୁସ୍ଥ ହୋଇଯାଏ। ଏହି ଘଟଣାର ପରଦିନ ସେ ନର୍ସ ସେ ଆଧ୍ୟାତ୍ମିକ ଗୁରୁକୁ ଫୋନ୍ କରି କହିଲେ ଯେ ଏହା ତ ବହୁତ ସହଜ। ନର୍ସ କହିଲେ ଯେ ଆଜି ଡକ୍ଟର ପୁଣି ଆସିଲେ ଅପରେସନ କରିବା ପାଇଁ, ଆଉ ଆଜି ମଧ୍ୟ କୌଣସି କଥାକୁ ନେଇ ସେ ରାଗିକି ପାଟି କଲେ, କିନ୍ତୁ ତାଙ୍କର ଆଜି ରାଗିବା ମୋତେ ବିଲକୁଲ ଖରାପ ଲାଗିଲା ନାହିଁ, କାହିଁକିନା ମୁଁ ଭିତରୁ ଭାବିଲି ଯେ ଆରେ ବିଚରା ସାରେ ଆଜି ବି ଭିତରୁ ଅସୁସ୍ଥ ଅଛନ୍ତି, ସେଥିପାଇଁ ବୋଧେ ସେ ରାଗୁଛନ୍ତି। ଆଉ ତେଣୁ ଯଦି ସାର୍ ଅସୁସ୍ଥ ଅଛନ୍ତି, ତାଙ୍କ ଦେହ ଭଲ ନାହିଁ, ତେବେ ତାଙ୍କ ଉପରେ ମୁଁ କାହିଁକି ରାଗିବି? ତେଣୁ ସେ ଏକ ସୁନ୍ଦର କଥାଟିଏ କହିଲେ, ଆଉ ଏକ ବହୁତ ବଡ଼ ଶିକ୍ଷା ମଧ୍ୟ ପାଇଲେ। ତେଣୁ ଏ କଥା ସତ ଯେ କେହି ଶାରୀରିକ ରୂପେ ଅସୁସ୍ଥ ହେଲେ ଆମେ ତାଙ୍କର କେତେ ଦାୟିତ୍ୱ ନେଉଛେ, ଆମେ ଆମର ସବୁ କାମ ଛାଡ଼ି ସେମାନଙ୍କର ଦାୟିତ୍ୱ ନେଉଛେ। କିନ୍ତୁ ଯିଏ ମନରୁ ଅସୁସ୍ଥ, ମନରୁ ଅସ୍ଥିର ହୋଇଯାଇଛି, ବ୍ୟସ୍ତତା, ଅଶାନ୍ତ, କ୍ରୋଧ କରୁଛି, ସେ ସେହି ସମୟ ପାଇଁ ତାର ମନରେ ଖୁସିର ଅଭାବ ରହିଥାଏ। ତେଣୁ ଯେତେବେଳେ ଏସବୁ କ୍ରିୟାର ଅଭାବ ରହିବ, ତେବେ ସେ ନିଶ୍ଚୟ କ୍ରୋଧ କରିବ, ତାର ମନ ଅଶାନ୍ତ ରହିବ। ତେଣୁ ଆମେ ଯଦି ଏ କଥାକୁ ବୁଝିପାରିବା ଯେ ଏହି କ୍ଷଣରେ ଏହି ବ୍ୟକ୍ତିର ମାନସିକ ସ୍ଥିତି ଠିକ୍ ନାହିଁ, ତେବେ ଆମେ ତାର ମଧ୍ୟ ଧ୍ୟାନ ରଖିପାରିବା, ତାର ଦାୟିତ୍ୱ ନେଇପାରିବା। ଏହାଦ୍ୱାରା ଆମର ମଧ୍ୟ ବ୍ୟବହାର ଭଲ ହେବ, ଆଉ ସାମ୍ନାବାଲା ବ୍ୟକ୍ତିର ମଧ୍ୟ ମାନସିକ ସ୍ଥିତିରେ ସୁଧାର ଆସିପାରିବ।
ଆଉ ସେ ଆପଣଙ୍କୁ ଖୁସିରେ ଦେଖି ସେ ମଧ୍ୟ ନିଶ୍ଚୟ ଭାବେ ତା ଭିତରୁ ଖୁସି ହୋଇପାରିବ। ଆପଣଙ୍କୁ ଯଦି କିଏ ପଚାରେ ଯେ ଆପଣ କାହିଁକି ଏତେ ପରିଶ୍ରମ କରୁଛନ୍ତି, ତେବେ ଆପଣ କ'ଣ କହିବେ? ଆପଣ ନିଶ୍ଚୟ କହିବେ ଯେ ମୁଁ ମୋର ପରିବାରର ଖୁସି ପାଇଁ ଏତେ ପରିଶ୍ରମ କରୁଛି। କିନ୍ତୁ ପ୍ରକୃତ ସତ କ'ଣ? ଆମେ ପରିଶ୍ରମ କରି କେବଳ ଆମର ପରିବାରକୁ ଡାଲି ଚାଉଳ ପନିପରିବା କିମ୍ବା ତାଙ୍କୁ କପଡ଼ା ଦେଇପାରୁଛେ। ପରିବାରକୁ ଅସଲ ଖୁସି ତ ଆମେ ସେତେବେଳେ ଦେଇପାରିବା ଯେତେବେଳେ ଆମେ ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ହୋଇ ଶାନ୍ତ ହୋଇ ସେମାନଙ୍କୁ ଉଚିତ ବ୍ୟବହାର କରିପାରିବା। ଟଙ୍କା ଦ୍ୱାରା କେବଳ ଆମେ ତାଙ୍କୁ ବସ୍ତୁ ଦେଇପାରିବା, ଆରାମ ଦେଇପାରିବା। ତେଣୁ ଆପଣ ମଧ୍ୟ ଆପଣଙ୍କର ପରିବାରରେ ସ୍ଥିର ହୋଇ ଶାନ୍ତ ହୋଇ ତାଙ୍କୁ ଠିକ୍ ବ୍ୟବହାର କରନ୍ତୁ। କ'ଣ ସତରେ ଆମେ ଏମିତି ବ୍ୟବହାର କରିପାରିବା ଯେ ଅନ୍ୟର ବ୍ୟବହାର ଖରାପ ହେଲେ ମଧ୍ୟ ଆମେ ଆମକୁ ଠିକ୍ ରଖିପାରିବା? କରିପାରିବା? ନିଶ୍ଚୟ କରିପାରିବା। କେବଳ ଏତିକି ମନେ ରଖନ୍ତୁ ଯେ ମନର ସ୍ଥିତି ଅନ୍ୟ ଉପରେ ନିର୍ଭର ନୁହେଁ। ଆପଣଙ୍କ ମନର ରିମୋଟ୍ କଣ୍ଟ୍ରୋଲ ଆପଣଙ୍କ ହାତରେ ରହିବା ଆବଶ୍ୟକ। ଯେପରି ଟିଭିର ରିମୋଟ୍ କଣ୍ଟ୍ରୋଲ ଯାହା ପାଖରେ ଥାଏ ସେ ତା ମନ ଚଏସ୍ରେ ଚ୍ୟାନେଲ ଲଗାଇଥାଏ, ଠିକ୍ ସେମିତି ଯଦି ମୋ ମନର ରିମୋଟ୍ କଣ୍ଟ୍ରୋଲ ମୋ ପାଖରେ ରହିବ ତେବେ ମୁଁ ମୋ ଦ୍ୱାରା ପରିଚାଳିତ ହୋଇପାରିବି। ନହେଲେ ଯେ କେହି ଆସି ଆପଣଙ୍କର ଯେକୌଣସି ବଟନ୍ ଦବାଇ ଦେବ ଆଉ ଆପଣ ସେହି ହିସାବରେ ଚାଲୁ ହୋଇଯିବେ। ଆମେ ବେଳେବେଳେ କହିଥାଉ ନା ଯେ ମୁଁ ଏବେ ଠିକ୍ ଥିଲି, ଆଉ ସେ ଆସି କିଛି କହିଦେଲା ଆମ ମୁଣ୍ଡଟା ଖରାପ କରିଦେଲା। ଏହାର ଅର୍ଥ ହେଉଛି ଏହା ଯେ ତାର ଗୋଟିଏ ଶବ୍ଦ ମୋର ସବୁ ଖୁସିକୁ ଛଡ଼ାଇ ନେଲା। ତାମାନେ ମୋର ରିମୋଟ୍ କଣ୍ଟ୍ରୋଲ ତା ପାଖରେ ଅଛି। ତେବେ ଆପଣଙ୍କ ମନର ରିମୋଟ୍ କଣ୍ଟ୍ରୋଲ ଆପଣ କେତେ କାହାକୁ ଦେବେ? କିନ୍ତୁ ବାସ୍ତବିକତା ଏହା ଯେ କାହାର ରିମୋଟ୍ କଣ୍ଟ୍ରୋଲ କାହା ପାଖରେ ରହିନଥାଏ। ସମସ୍ତଙ୍କର ରିମୋଟ୍ କଣ୍ଟ୍ରୋଲ କେବଳ ତାଙ୍କ ପାଖରେ ଥାଏ। ଆମେ ତାକୁ ଯେମିତି ଚାହିଁବା ସେମିତି କଣ୍ଟ୍ରୋଲ କରିପାରିବା। ତେଣୁ ଅନ୍ୟର ଖରାପ ବ୍ୟବହାର ପ୍ରଭାବ ଆମ ଉପରେ ନୁହେଁ, ବରଂ ଆମର ଶାନ୍ତି ଆଉ ସ୍ଥିରତାର ପ୍ରଭାବ ଅନ୍ୟ ଉପରେ ପଡ଼ି ତାଙ୍କୁ ଶାନ୍ତି ଆଉ ଖୁସି ମିଳିବା ଆବଶ୍ୟକ। ଆଉ ଏ ଶକ୍ତି ଆମ ପାଖରେ, ତାଙ୍କ ପାଖରେ, ଆମ ସମସ୍ତଙ୍କ ପାଖରେ ଅଛି। କେବଳ ଏହାକୁ ଉଚିତ ସ୍ଥାନରେ ପ୍ରୟୋଗ କରିବା ଆବଶ୍ୟକ। ଦର୍ଶକ ବନ୍ଧୁ, ଆଜିର ଏହି ଭିଡ଼ିଓରୁ ଆପଣମାନଙ୍କୁ କ'ଣ ଶିକ୍ଷା ମିଳିଲା କମେଣ୍ଟ ମାଧ୍ୟମରେ ଆପଣଙ୍କର ମତାମତ ନିଶ୍ଚୟ ଜଣାଇବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିବେ ଆଉ ଆପଣ ସାଙ୍ଗସାଥୀଙ୍କୁ ମଧ୍ୟ ସେୟାର କରିବେ। ଆଉ ଚିନ୍ତନ ଟିଭିକୁ ସବସ୍କ୍ରାଇବ୍ କରିନଥିଲେ ଏବେ ହିଁ ସବସ୍କ୍ରାଇବ୍ କରିନିଅନ୍ତୁ। ପୁଣି ଦେଖାହେବ ଆଉ ଏକ ସୁନ୍ଦର ଜ୍ଞାନବର୍ଦ୍ଧକ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ଦେଖୁଥାନ୍ତୁ ଚିନ୍ତନ ଟିଭି। ଧନ୍ୟବାଦ।